ଜୀବନର ଚଲାବାଟରେ ଚାଲିବା ବେଳେ ଆମକୁ ସବୁବେଳେ ଦୁଇଟି ରାସ୍ତାର ଅପସନ୍ ମିଳିଥାଏ। ଗୋଟେ ହେଉଛି ଭୁଲ ରାସ୍ତା, ଅନ୍ୟଟି ହେଉଛି ଠିକ୍ ରାସ୍ତା। ଭୁଲ ରାସ୍ତାଟି ଅତ୍ୟଧିକ ସହଜ, ଏହା ବହୁତ ଜଲ୍ଦି ଏବଂ ବହୁତ ସହଜରେ ତା ନିଜ ଆଡ଼କୁ ଆମକୁ ଆଟ୍ରାକ୍ଟ କରିଥାଏ। ଆମେ ଯଦି ଭୁଲ ରାସ୍ତା ଚୟନ କରୁଛନ୍ତି ତ ଆମକୁ ପ୍ରଥମେ ବହୁତ ସାରା ଖୁସି, ଆନନ୍ଦ, ସଫଳତା ଇତ୍ୟାଦି ମିଳିବ, କିନ୍ତୁ ପରିଶେଷରେ ହାର ନିଶ୍ଚିନ୍ତ। ଆଉ ଠିକ୍ ରାସ୍ତାଟି ହେଉଛି ବହୁତ କଠିନ। ଯଦି ଆମେ ଠିକ୍ ରାସ୍ତା ଚୟନ କରୁଛନ୍ତି ତ ଆମକୁ ପାଦରେ କଷ୍ଟ, ଯନ୍ତ୍ରଣା, ଅସଫଳତା ଇତ୍ୟାଦି ମିଳିବ, କିନ୍ତୁ ପରିଶେଷରେ ଆମେ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା ଏବଂ ପରିଶେଷରେ ଆମର ଜିତ୍ ନିଶ୍ଚିନ୍ତ। ଜୀବନର ଚଲାବାଟରେ ଚାଲିବା ବେଳେ ଆମକୁ ସବୁବେଳେ ଦୁଇଟି ରାସ୍ତାର ଅପସନ୍ ମିଳିଥାଏ। ଗୋଟେ ହେଉଛି ଭୁଲ ରାସ୍ତା, ଅନ୍ୟଟି ହେଉଛି ଠିକ୍ ରାସ୍ତା। ଭୁଲ ରାସ୍ତାଟି ଅତ୍ୟଧିକ ସହଜ, ଏହା ବହୁତ ଜଲ୍ଦି ଏବଂ ବହୁତ ସହଜରେ ତା ନିଜ ଆଡ଼କୁ ଆମକୁ ଆଟ୍ରାକ୍ଟ କରିଥାଏ। ଆମେ ଯଦି ଭୁଲ ରାସ୍ତା ଚୟନ କରୁଛନ୍ତି ତ ଆମକୁ ପ୍ରଥମେ ବହୁତ ସାରା ଖୁସି, ଆନନ୍ଦ, ସଫଳତା ଇତ୍ୟାଦି ମିଳିବ, କିନ୍ତୁ ପରିଶେଷରେ ହାର ନିଶ୍ଚିନ୍ତ। ଆଉ ଠିକ୍ ରାସ୍ତାଟି ହେଉଛି ବହୁତ କଠିନ। ଯଦି ଆମେ ଠିକ୍ ରାସ୍ତା ଚୟନ କରୁଛନ୍ତି ତ ଆମକୁ ପାଦରେ କଷ୍ଟ, ଯନ୍ତ୍ରଣା, ଅସଫଳତା ଇତ୍ୟାଦି ମିଳିବ, କିନ୍ତୁ ପରିଶେଷରେ ଆମେ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା ଏବଂ ପରିଶେଷରେ ଆମର ଜିତ୍ ନିଶ୍ଚିନ୍ତ।